प्रिय श्रोता मंडली आज कौन आम 27 नक्षत्र गहन रे बसवानी 12 राशि की पचारानी हे नवग्रह आज आम कल्याण अच्छी तो ना कौन कहते आम आज अच्छे शनिवार गपिबा रविवार विषय रे रविवार 26 तारीख मेष राशि मित्रवार एणु यही मेष राशि जनता जदि मन देई मधुर वक्ता हुवन्ते तेबे सेमानकर मित्र संख्या वृद्धि पांता शत्रु भी मित्र परी आचरण करंता एथिपाई सुखारंभ हेब एई मित्रतारु सुखारंभ हेब एई मित्र ही सुख वितरण करिवे कहिबार तात्पर्य मेष राशि पाई आज सुखकर दिन विविध सुख व्यवहारेण जायन्ते मित्राणि रिपव तथा सुखस्य दुखस्य न कोपि दाता कहीं कहा को सुख दिए ना कि दुख दिए ना व्यवहारेण जायन्ते मित्राणि रिपव तथा व्यवहार द्वारा मित्र व शत्रु सृष्टि हंती एणु हे मेष राशिर जनता आपण आज हसी हसी अन्य मानक सहित मधुर व्यवहार करते ना विनय मधुर वचन कही तोषीव जनमन एणु पर मन जानी कहे जे कथा अवश्य अछई ताहार मथा जे पर मन जानी कथा कहे से ही ब्रेनी से ही बुद्धिमान से ही विवेकी विचारवंत सुशील शांत भद्र नम्र उदार एणु विविध सुख विभिन्न उपाय आज मेष राशि जनता को प्रफुल्लित करिवो हे मेष राशि जनता आपण माने प्रीति प्रेम स्नेह बांटंतु ना हसंतु फलरे अन्य माने आपण को आज आदर ममता देवे मात्र राति 8:27 जाए अश्विन नक्षत्र 8:27 पर द्विजा नक्षत्र अशुभ समय आसीबो स्वास्थ्यगत समस्या नाई जीवा वृषभ को रविवार 26 तारीख वृष राशि पाई दुखद दिन दुखद जमती बलद बल दिए जे दुखद दुख दिए जे फलद फल दिए जे दुखद दिन एमाने वृष राशि जनता आज निजर भूल बुझी पारिबेनी निज भूल बुझी न पारी केवल अन्य मानक दोष त्रुटि देखी वृथा क्रोध प्रकाश करिवे एणु देह खराब हेब रोग पुणी आक्रमण करिवो दाम्पत्य कलहर सूत्रपात हेब सुतरां दूरयात्रा निषेध आय अमल कथा न कहिले बोल हैंड टू माउथ ओनली हैंड टू माउथ जहाँ आय हम ता नगण्य राति 8:27 जाए रोहिणीर 8:27 पर मृगशिरा नक्षत्र अशुभ यह दिन को आगरू जानी जदि डाक्तर सह आलोचना न करिवे तेबे क्या कहवा असुस्थ हेबे डाक्तर पाखु जातु मंगल हेब उन्नति हेब मिथुन कथा बुझा रविवार मिथुन राशि पाई मित्रवार मित्र संख्या बढ़िबे ये कली जुगर लोके समस्ते प्राय व्यवसायी तमे मु से समस्ते सबु कामरे लाभ क्षति हिसाब करि थाउ
ଆମେ ସମସ୍ତେ ବ୍ୟବସାୟୀ। ଏଇଥିପାଇଁ ତ ଆମେ ସ୍ୱାର୍ଥପର, ଆମେ ନଗଣ୍ୟ, ଆମେ ଘୃଣ୍ୟ। ଆମର ମୋକ୍ଷ ନାହିଁ କି ମୁକ୍ତି ନାହିଁ, ଶାନ୍ତି ନାହିଁ କି ସୁଖ ନାହିଁ। ଅଶାନ୍ତ ହଳାହଳ ପିଇ ଚାଲିଛେ ସମସ୍ତେ। ସମସ୍ତେ ସବୁ କ୍ଷେତ୍ରରେ ଲାଭ କ୍ଷତିର ହିସାବ ଦେଖୁଛନ୍ତି। ଏଣୁ ସମସ୍ତ ପ୍ରକାର ବ୍ୟବସାୟୀ ନିଜ ନିଜ ବୃତ୍ତିକୁ ନେଇ ଆଜି ଖୁସି ରହିବେ। ଆଜି ରବିବାର, ସମସ୍ତ ବ୍ୟବସାୟୀ ଯିଏ ଯେଉଁ ବୃତ୍ତି କରି ବଞ୍ଚୁଛି ସେମାନେ ଆଜି ସୁଖରେ ରହିବେ। ପ୍ରକୃତ ବଣିକମାନଙ୍କର ବ୍ୟବସାୟର ବୃଦ୍ଧି ହେବ। ପ୍ରକୃତ ଯେ ବଣିକ, ଯାହା ଉପରେ ଜନତା ନିର୍ଭର କରନ୍ତି, ସେମାନେ ଆଜି ବ୍ୟବସାୟରେ ଉନ୍ନତି କରିବେ, ବୃଦ୍ଧି ହେବ, ଧନାଗମ ନିଶ୍ଚୟ ହେବ, ଆୟ ଅମଳ ବଢ଼ିଯିବ, ଦେହ ପା ଠିକ୍ଠାକ୍ ରହିବ। ରାତି 8ଟା 27 ଯାଏ ଆର୍ଦ୍ରା ନକ୍ଷତ୍ରର 8ଟା 27 ପରେ ପୁନର୍ବସୁ ନକ୍ଷତ୍ରର ମନ୍ଦ ସମୟ ଆସିବ। ରବିବାର କର୍କଟ ରାଶିର ମିତ୍ରବାର ହେଲେ ବି କର୍କଟ ପୁରୁଷମାନଙ୍କର ଘାତ ଚନ୍ଦ୍ର। କର୍କଟ ରାଶି ପୁରୁଷଙ୍କର ଆଜି ଘାତ ଚନ୍ଦ୍ର ରବିବାର। ପୁଣି ରାତି 8ଟା 27 ଯାଏ ପୁଷ୍ୟା ନକ୍ଷତ୍ରର ଓ 8ଟା 27 ଠାରୁ ଅଶ୍ଳେଷାର ଶୁଭ ସମୟ ସରିଯିବ। ଧନାଗମରେ ବାଧା ନାହିଁ। ଧନ ଆସିବ, କିନ୍ତୁ ବୁଦ୍ଧି ବିବେକର ଆବଶ୍ୟକତା ଅଛି। ଶୋଇ ରହିଲେ କାହା ପାଟିରେ ଖାଦ୍ୟ ପଶିବନି। କର୍ମ କର। ଆୟ ଅମଳ ଦିଗ ଖୋଲା ଅଛି। ମାତ୍ର ମନ ଆଜି ଅବୁଝା ହେବ। ଭାରାକ୍ରାନ୍ତ ମନ ପାଇଁ ଯାହା କିଛି ସମସ୍ୟା ଆସିବ। ଯଦି ଆପଣ ମନକୁ ବୁଝେଇ ପାରିବେ, ଦର୍ପଣ ଦେଖି ହସିବେ, ତାଳି ମାରିବେ, ତେବେ ନିଶ୍ଚିନ୍ତ ହେବେ, ସୁଖ ଆସିବ, ଆୟ ଅମଳ ଠିକ୍ଠାକ୍ ହେବ, ରୋଗ ଶୂନ୍ୟ ହେବେ, ନହେଲେ ନାହିଁ। ବାସ୍। ଏବେ ଆମେ ଯିବା ସିଂହ ପାଖକୁ। ରବିବାର ସିଂହ ରାଶିର ନିଜ ବାର। ଏଣୁ ସଫଳତା ମିଳିବ। ନିଜ ବାର ନା, ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଚେଷ୍ଟା ଅବ୍ୟାହତ ରହିଲେ ଧନାଗମ ଯଥେଷ୍ଟ ହେବ। ଦେହ ସମସ୍ୟା ଦେଉନାହିଁ। ଯେଉଁ ଦିଗରେ ଶ୍ରଦ୍ଧା ପ୍ରକାଶ କରି ଯଥାର୍ଥ ସମାଧାନ କରିବେ, ସେ ଦିଗରୁ ଅବଶ୍ୟ ଲାଭ ହେବ। ଖୁସି ଆସିବ, ମଳୟ ପବନ ବହିବ। ଖାଦ୍ୟ ସମସ୍ୟା ନାହିଁ। ଉତ୍ତମ ଖାଦ୍ୟ ବ୍ୟବସ୍ଥା ହେବ। ଜୀବନଯାପନ ସଂଗ୍ରାମରେ ଆଜି ବିଜୟୀ ହେବେ। କୌଣସି ପ୍ରକାର ଦୁଃଖ ନାହିଁ। ସମସ୍ତ ପ୍ରକାର ସୁଖ ଆଜି ମିଳିବ। ରାତି 8ଟା 27 ଯାଏ ମଘା ନକ୍ଷତ୍ରର ଓ 8ଟା 27 ଠାରୁ ପୂର୍ବ ଫାଲ୍ଗୁନ ନକ୍ଷତ୍ରର ଯତ୍ ସାମାନ୍ୟ ଦୁଃଖ ଆସିବ। ଯତ୍ ସାମାନ୍ୟ। କନ୍ୟା ରାଶି କଥା। ରବିବାର କନ୍ୟା ରାଶିର ମିତ୍ରବାର ହେଲେ ବି ଏମାନେ ଆଜି ଚଞ୍ଚଳ ଓ ଅସ୍ଥିର ହେବେ। କନ୍ୟା ରାଶିର ଆଜି ମିତ୍ରବାର, ତଥାପି ଏମାନେ ଆଜି ଚଞ୍ଚଳ ଓ ଅସ୍ଥିର ହେବେ। ଏଥିପାଇଁ କୌଣସି କାର୍ଯ୍ୟର ସାଫଲ୍ୟ ୟାଙ୍କୁ ମିଳିବନି। କୌଣସି କାର୍ଯ୍ୟ ସଫଳ ହେବନି। ଦେହ ଖରାପ ହେବ। ଧାର ଉଧାର ଲାଗି ରହିବ। ଅନାବଶ୍ୟକ ଖର୍ଚ୍ଚ କରି ଦୁଃଖିତ ହେବେ। ଆଜି ବାହାରକୁ ବା ଦୂରକୁ ଗଲେ ବାଟରେ ହଇରାଣ ହେବେ। ରାତି 8ଟା 27 ଯାଏ ହସ୍ତା ନକ୍ଷତ୍ରର 8ଟା 27 ଠାରୁ ଚିତ୍ରା ନକ୍ଷତ୍ରର ଅଶୁଭ ହେବ। ସାବଧାନ। ଦୈନନ୍ଦିନ ବୃତ୍ତିରେ ପ୍ରାୟତଃ ତାଲା ପଡ଼ିଯିବ। ଦୈନନ୍ଦିନ ବୃତ୍ତି ପେଟ ପାଟଣା ପାଇଁ କରୁଥିବା ବେଉସା ପ୍ରାୟ ଆଜି ହେବନି। ପାରିବାରିକ ଅଶାନ୍ତି ଦେଖାଦେବ। ଏବେ ରବିବାର ତୁଳା ରାଶି ପାଇଁ ଅଶୁଭ ବାର ହେଲେ ବି ଅଶୁଭ କିଛି ହେବନି। ତୁଳା ରାଶି ପାଇଁ ରବିବାର ଅଶୁଭ ବାର, ତଥାପି ଅଶୁଭ କିଛି ହେବନି। ଆୟ ଓ ଲାଭ ଏ ଦୁଇଟି ଶବ୍ଦ
ଧନ ଶବ୍ଦର ପ୍ରିୟ ଅଟନ୍ତି। ଧନ ଶବ୍ଦର ପ୍ରିୟ ଶବ୍ଦ ହେଲା ଆୟ ଆଉ ଲାଭ। ମାନେ ଏମାନଙ୍କୁ ଧନ ଲବ୍ଧ ହେବ, ତା ସହିତ ବ୍ୟବସାୟରୁ ବଢ଼ିଆ ଲାଭ ହେବ। କାହାକୁ କନ୍ୟା ରତ୍ନ ତ, କାହାକୁ ଦୈବୀ କୃପା ଲାଭ ହେବ। କିଏ ସମ୍ପତ୍ତି ଫେରି ପାଇବେ ତ, କାହାର ବଂଶ ରକ୍ଷା ପାଇଁ କୁଳ ଚନ୍ଦ୍ରମା ପୁତ୍ରଟିଏ ଲାଭ ହେବ। ଆଜି ରାତି 8:27 ଯାଏ ସ୍ୱାତିର 8:27 ପରେ ବିଶାଖା ନକ୍ଷତ୍ରର ହାନି ହେବ। ହେଲେ ଏ ତ ରାତି କଥା। ଦିନ ଭିତରେ ଯେଉଁମାନେ ଇଣ୍ଟରଭ୍ୟୁ ଦେଇଥିବେ, ଯୁବକ ଯୁବତୀ, ଉତ୍ସାହୀ, ଚାକିରି ପ୍ରେମୀ, ସେମାନଙ୍କ ପାଇଁ ଆଜି ନିଯୁକ୍ତି ପତ୍ର ମିଳିଯାଇପାରେ। ହଁ, ବିଛା ରାଶି ରବିବାର ବିଛା ପାଇଁ ଶୁଭବାର ହେଲେ ବି କଠିନ ପରିଶ୍ରମ ଜନିତ ଦୁଃଖ ପାଇବେ। ଆଜି କଠିନ ପରିଶ୍ରମ କରିବେ। ସେ ପରିଶ୍ରମ ମାନସିକ ହୋଇପାରେ, ଶାରୀରିକ ହୋଇପାରେ, ଉଭୟ ହୋଇପାରେ। କଠିନ ପରିଶ୍ରମ ସଂକ୍ରାନ୍ତରେ ଦୁଃଖ ପାଇବେ। ଏମାନେ ଆଜି କର୍ମ ମୁଖର ସମୟ ଅତିବାହିତ କରି ଶାନ୍ତି ପାଇ ଖୁସି ହେବେ। କର୍ମ କ୍ଷେତ୍ର ଏମାନଙ୍କୁ ସମ୍ମାନ, ଆଦର, ଧନ ପ୍ରଭୃତି ଦେବ। ଦେହପା ଠିକ୍ ରହିବ। ରାତି 8:27 ଯାଏ ଅନୁରାଧାର ଓ 8:27 ଠାରୁ ଜ୍ୟେଷ୍ଠାର ଅଶୁଭ ସମୟ ଆସିବ। ପରିଶ୍ରମ କରି ଏମାନେ ଆଜି ସୁଖୀ ହେବେ, ଧନୀ ହେବେ, ଆଉ ସେ ଧନକୁ ଦେଖି ଶାନ୍ତି ପାଇବେ। ରବିବାର ଧନୁ ରାଶିକୁ ଅପମାନ ହେବା ଭଳି କାମ ମିଳିଯିବ। ଏଣୁ ହେ ଧନୁରାଶିର ଭାଇ ବନ୍ଧୁ କୁଟୁମ୍ବ, ହାତେ ମାପି ଚାଖେଣ୍ଡ ଚାଲନ୍ତୁ। କାହାକୁ ବିଶ୍ୱାସ କରନ୍ତୁନି। ଯିଏ ଯାହା କହିଲା ହୁଁ ମାରିଦିଅନ୍ତୁ। ତା କଥାକୁ ଏ କାନରେ ପୁରେଇ ସେ କାନରେ ବାହାର କରିଦିଅନ୍ତୁ। ବାସ୍ ହେଲା। ଖଳ ବଚନ କେବେ ନ ଶୁଣିବ କାନେ। ଖଳ ବଚନ କେବେ ନ ଶୁଣିବ କାନେ। ହୁଁ କହୁଥିବ, ହାଁ କହିଥିବ, ମନ ଦେଇଥିବ ଆନେ। ଖଳ ବଚନ କେବେ ନ ଶୁଣିବ କାନେ। ହୁଁ କହୁଥିବ, ହାଁ କହୁଥିବ, ମନ ଦେଇଥିବ ଆନେ। ରବିବାର ଧନୁରାଶିକୁ ଅପମାନ ହେବ। ଆଜିର କାମରେ ବିଘ୍ନ ଆସିବ। କେହି କେହି ମୁଖ ପ୍ରଶଂସା କରି ଲୁଟିବାକୁ ଆସିଯିବେ। ଏଣୁ ଏହିସବୁ ସମସ୍ୟା ପାଇଁ କାହାକୁ ବିଶ୍ୱାସ ନ କଲେ ଭଲ। କାହା ପାଖରେ ହାତ ପତାନ୍ତୁନି କି କାହାକୁ ନେହୁରା ହୁଅନ୍ତୁନି। କାହାକୁ ପରାମର୍ଶ ଦିଅନ୍ତୁନି। ରାତି 8:27 ଯାଏ ମୂଳା ନକ୍ଷତ୍ରର ଓ 8:27 ଠାରୁ ପୂର୍ବ ଆଷାଢ଼ା ନକ୍ଷତ୍ରର ଅଶୁଭ। ଏବେ ମକର ରାଶି କଥା। ମକର ରାଶି ପାଇଁ ରବିବାର ଶତ୍ରୁ ଦିବସ। ରବିବାର ମକର ରାଶି ପାଇଁ ଶତ୍ରୁ ଦିବସ। ରୋଗଗ୍ରସ୍ତ ହେବେ। ଏହି ରୋଗ ଶତ୍ରୁ ପରି କଷ୍ଟ ଦେବ। ପୁଣି ଘାସ ଚନ୍ଦ୍ର ହେତୁ ମକର ରାଶିର ପୁରୁଷମାନଙ୍କର ସମସ୍ୟା ପରେ ସମସ୍ୟା ମାଡ଼ି ଆସିବ। ତେଣୁ ଭାବିଚିନ୍ତି ଦିପଦ କାହାକୁ କହନ୍ତୁ, ନହେଲେ ଚୁପ୍ ରହନ୍ତୁ। ଆଜି ବାହାକୁ ଗଲେ ଧକ୍କା ହେଇପାରେ। ଧକ୍କା ଯୋଗ ଅଛି। ଏଣୁ ଦୂରଯାତ୍ରା କରନ୍ତୁ ନାହିଁ। ନିଜ ଲୋକ ପାଖେ ପାଖେ ରହିବେ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ନିଜ ଲୋକ ସିନା ପାଖେ ପାଖେ ରହିବେ, ହେଲେ କରିଥିବା କର୍ମର ଫଳ କ'ଣ ନିଜ ଲୋକ ନେଇଯିବେ? ନା, ଆମେ କରୁଥିବା କର୍ମର ଫଳ ଆମ ପଛେ ପଛେ ଗୋଡ଼େଇ ଗୋଡ଼େଇ ଆମକୁ ସୁଖ ବା ଦୁଃଖ ଦେବ। କର୍ମ କରିବ ନାନା ମତେ, ଫଳିବ କର୍ମର ଆୟତେ। ଏଣୁ ନିଜ ଲୋକ ପାଖେ ପାଖେ ଥିଲେ ବି ସେ ସିନା ଆହା ଚୁ ଚୁ କହିବେ, ଔଷଧ ମାରିଦେବେ, କିନ୍ତୁ ପୀଡ଼ା ନେବ କିଏ? ବେଳହୁଁ ସାବଧାନ। ସୁତରାଂ ଆଜି ହୁଏତ ଶ୍ରବଣାର 8:27 ଯାଏ, ରାତି 8:27 ଯାଏ ଶ୍ରବଣାର
ପରେ ଧନିଷ୍ଠାର ଅଶୁଭ ସମୟ ଆସିବ। ସୁତରାଂ ଆଜି ଦିନ ସାରା ଓಂ ହଂ ହନୁମତେ ନମଃ ଏହି ମନ୍ତ୍ରକୁ ଜପନ୍ତୁ ନା, ମଙ୍ଗଳ ହେବ। ଆସନ୍ତୁ କୁମ୍ଭ ପାଖକୁ ଯିବା। ରବିବାର କୁମ୍ଭ ରାଶି ପାଇଁ ଏକ ବଢ଼ିଆ ଦିନ। ଧନ ଯୋଗ ଅଛି, ଆୟ ଅମଳ ବଢ଼ିଆ ହେବ। ଏମାନେ ଯିଏ ଯେଉଁ ବୃତ୍ତି ବ୍ୟବସାୟ କରି ପେଟ ପାଟଣା କରୁଛନ୍ତି, ସେ ସମ୍ପତ୍ତି ବୃତ୍ତିରୁ କର୍ମ ଅନୁସାରେ ଲାଭ ହେବ। ଯଦି ଆମେ କର୍ମ ଠିକ୍ ଠାକ୍ କରିବା, ସବୁରି ଓଠରେ ହସ ଫୁଟେଇବା, ସମସ୍ତଙ୍କ ମନ ଜାଣି ବ୍ୟବହାର କରିବା, ତେବେ ଆୟ ଅମଳ ଅବଶ୍ୟ ବଢ଼ିଯିବ। କୁମ୍ଭ ରାଶିର ବ୍ୟକ୍ତିମାନେ ଆଜି ପ୍ରଫୁଲ୍ଲିତ ରହିବେ। ବାକିଆ ଅର୍ଥ ଯାହା ଠାରୁ ଯେତିକି ପାଇବାର ଅଛି ତାହା ମିଳିଯିବ। ଚାକିରିଆମାନେ ଆଜି ଏରିୟର ମଧ୍ୟ ପାଇପାରନ୍ତି। ଆଜି ଲଟେରୀ ଉଠିପାରେ। ଅନେକ ପୁରୁଣା କାମ ଆଜି ସମାଧାନ ହୋଇଯିବ। ରାତି 8ଟା 27 ଯାଏ ଶତଭିସାର ଓ 8ଟା 27 ପରେ ପୂର୍ବଭାଦ୍ରର ସାମାନ୍ୟ ଅସୁବିଧା ହେବ। କର୍ମ ଠିକ୍ କରନ୍ତୁ, ଫଳ ଠିକ୍ ପାଇବେ। ରବିବାର ମୀନ ରାଶି ପାଇଁ ଶୁଭକାରକ ଦିନ। ସାମାନ୍ୟ ଚେଷ୍ଟାରେ ବିବିଧ ଲାଭ ହେବ। ଏ ରାଶିର ସମସ୍ତ ଜନତାଙ୍କ ପାଇଁ ଆଜି କିଛି ନା କିଛି ଲାଭ ହେବ। ଯିଏ ଦେବ ସିଏ ପାଇବ, ଯିଏ ଦେବ ସିଏ ପାଇବ। ଏଇ ଦୁଇ ଜଣ ଦାତା ହେଲେ ଈଶ୍ୱର, ପାଇବା ଲୋକ ଆମେ। ତେଣୁ ଯିଏ ଦବ ଆଉ ଯିଏ ପାଇବ, ଏଇ ଦୁଇ ଜଣ ଜାଣିବେ ଲାଭ କେତେ ହେବ। ଶାରୀରିକ ସମସ୍ୟା ପ୍ରାୟ ନାହିଁ। କେତେ କ'ଣ ଲାଭ ହେବ ସେ କଥା ଦାତା ଜାଣନ୍ତି। ଆରୋଗ୍ୟତା ଲାଭ କରିବେ, ଆଉ ଆପଏଣ୍ଟମେଣ୍ଟ ପାଇପାରନ୍ତି। ଆଜି ଖୁସି ହେବେ, ଦେହ ସୁସ୍ଥ ରହିବ। ଆୟ ଅମଳ ପାଇଁ ଦିନଟି ପ୍ରଶସ୍ତ। ଚେଷ୍ଟା କଲେ ସବୁକିଛି ସୁଖ ଆପଣଙ୍କ ହାତ ପାନ୍ତରେ ମିଳିଯିବ। ରାତି 8ଟା 27 ଯାଏ ଉତ୍ତର ଭାଦ୍ରର 8ଟା 27 ଠାରୁ ରେବତୀର ସାମାନ୍ୟ ଅଶୁଭ ହେବ। ଇଏ ଗଲା 12 ରାଶି କଥା। ଏବେ ଆମେ ଶୁଣିବା ସୂର୍ଯ୍ୟୋଦୟ 5ଟା 22 ପରେ, ସୂର୍ଯ୍ୟାସ୍ତ 6ଟା 6 ପରେ, ଆଉ ରାହୁକାଳ ଦିନ 4ଟା 32ରୁ ସନ୍ଧ୍ୟା 6ଟା 9 ଯାଏ। ସବୁ ତ ଶୁଣିଲେ, ଜାଣିଲେ। ଏଣିକି ଭାବିବା, ବିଚାର କରିବା। ଆଉ ଆମେ ଟିକେ ଯେଉଁ ଛୋଟିଆ ଭିଡ଼ିଓଟି ପଠା ହେଉଛି 30 ସେକେଣ୍ଡ ପାଇଁ, ଜାଣନ୍ତି କି ତାକୁ ଟିକେ ଦେଖନ୍ତୁ, ତାକୁ ଟିକେ ଶୁଣନ୍ତୁ, ସେ ବିଷୟରେ ଟିକେ ତର୍ଜମା କରନ୍ତୁ, ମୋତେ ଟିକେ କିଛି କହନ୍ତୁ। ମୁଁ ସିନା ଜାଣିଲେ ଅନ୍ୟମାନଙ୍କୁ ଜଣେଇବି। ରହିଲି ବନ୍ଧୁ, ନମସ୍କାର।